ବାଲେଶ୍ୱର ଆଲୋଏଜର କର୍ମଚାରୀ ଓ ଶ୍ରମିକମାନଙ୍କୁ ଉପଯୁକ୍ତ ସମୟରେ ଦରମା ମିଳୁନି। ବିଗତ 12 ବର୍ଷ ହେଲା କର୍ମଚାରୀ ଓ ଶ୍ରମିକଙ୍କ ଦାବିକୁ କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନାହାନ୍ତି। 2021 ମସିହାରେ କମ୍ପାନୀ କର୍ତ୍ତୃପକ୍ଷ ଓ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ କାରଖାନା ପୁନଃ ଉତ୍ପାଦନ ପୂର୍ବରୁ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ସେଥିରେ ମିନିଟ୍ ଅଫ୍ ବୁକ୍ସରେ 10ଟି ପ୍ରସ୍ତାବ ଗୃହୀତ ହୋଇଥିଲା। ଏବେ କମ୍ପାନୀ ପରିଚାଳନା କର୍ତ୍ତୃପକ୍ଷ ଏସବୁ ପ୍ରସଙ୍ଗ ଓ ପ୍ରତିଶ୍ରୁତି ପାଳନ କରିବା ଦୂରର କଥା, ବରଂ ଶ୍ରମିକ ସଂଗଠନଗୁଡ଼ିକ ସହ ଆଲୋଚନା କରିବାକୁ ରାଜି ହେଉନାହାନ୍ତି। ମୁଦ୍ରାସ୍ଫୀତି ଓ ଦରଦାମ ବିଗତ 3 ବର୍ଷ ମଧ୍ୟରେ ଯେଉଁ ପରିମାଣରେ ବୃଦ୍ଧି ପାଇଛି, ଶ୍ରମିକ କର୍ମଚାରୀମାନେ ପୂର୍ବ ମଜୁରୀ ହାର ଓ ଦରମାରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ ହୋଇପଡ଼ିଲାଣି। ତେଣୁ କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ଦରମା, ପାରିଶ୍ରମିକ, ବୋନସ ସମ୍ପର୍କରେ ନୂତନ ଚୁକ୍ତିନାମା ସ୍ୱାକ୍ଷର କରିବା ପାଇଁ ପଦକ୍ଷେପ ନିଅନ୍ତୁ। ଆଜି ସନ୍ଧ୍ୟାରେ ଏସବୁ ପ୍ରସଙ୍ଗ ଓ ଦାବି ନେଇ ଶ୍ରମିକ ନେତାମାନେ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। କାରଖାନା ପୁନର୍ବାର ଉତ୍ପାଦନ ଆରମ୍ଭ କଲାବେଳେ କମ୍ପାନୀକୁ ଶ୍ରମିକ ଓ କର୍ମଚାରୀ କୌଣସି ସର୍ତ୍ତ ନ ରଖି ଉତ୍ପାଦନର ଲକ୍ଷ୍ୟ ପୂରଣ ପାଇଁ ଦିନ ରାତି କାମ କରି ଲାଭ କରାଇଥିଲେ। ହେଲେ 3 ବର୍ଷ ବିତି ଯାଇଥିଲେ ହେଁ ମଜୁରୀ ବୃଦ୍ଧି ପାଇଁ ତ୍ରିପାକ୍ଷିକ ରାଜିନାମା କମ୍ପାନୀ କର୍ତ୍ତୃପକ୍ଷ କରୁନାହାନ୍ତି। ତେଣୁ ଜିଲ୍ଲାପାଳ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ସକାରାତ୍ମକ ପଦକ୍ଷେପ ନିଅନ୍ତୁ, ନଚେତ୍ ସବୁ ଶ୍ରମିକ ସଂଗଠନ ମିଳିତ ଭାବେ ନିଜ ନ୍ୟାର୍ଯ୍ୟ ଦାବି ପୂରଣ ଲାଗି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆରମ୍ଭ କରିବାକୁ ବାଧ୍ୟ ହେବେ। ଆଜି ଦାବିପତ୍ର ପ୍ରଦାନ ସମୟରେ ପ୍ରଦୀପ୍ତ ପଣ୍ଡା, ଶୁଭେନ୍ଦୁ ଦାସ ମଙ୍ଗରାଜ, ବିଭୁପତ ଦାସ, ଅରୁଣ ସ୍ୱାଇଁ ପ୍ରମୁଖ ଶ୍ରମିକ ନେତା ଉପସ୍ଥିତ ଥିଲେ। ଦେଖନ୍ତୁ, ବାଲେଶ୍ୱର ଅଲଏଜ୍ର ଦୀର୍ଘ 12 ବର୍ଷ ଧରି କୌଣସି ଶ୍ରମିକ ମାନଙ୍କର ଏଗ୍ରିମେଣ୍ଟ ନ କରିବା, ମନମୁଖୀ ମ୍ୟାନେଜମେଣ୍ଟ ମନ ଇଚ୍ଛା ଗୋଟେ ଏକଛତ୍ରବାଦ ଭଳିଆ ଶାସନ ତା ଭିତରେ କରିବା ଏବଂ ଯେଉଁମାନେ ରିଟାୟାର୍ଡ କରିକି ଯାଉଛନ୍ତି ତାଙ୍କର ଗ୍ରାଚୁଇଟିଠୁ ESI, PF କିଛି ପିଲାମାନଙ୍କୁ ନ ଦେବା, ୟୁନିୟନ ଲିଡର ବାରମ୍ବାର ଆମେ ଦୀର୍ଘ 2-3 ବର୍ଷ ହେଲାଣି ବାରମ୍ବାର ଦେଉଛୁ ଏଗ୍ରିମେଣ୍ଟ, ନୂଆ ଏଗ୍ରିମେଣ୍ଟ କରିବା ପାଇଁ, ତାକୁ ମଧ୍ୟ ନୂଆ ଚୁକ୍ତିନାମା ନ କରିବା, ଏହିସବୁ ପରିପ୍ରେକ୍ଷୀରେ ଆଜି ଆମେ କଲେକ୍ଟରଙ୍କୁ ଭେଟିଲୁ। କମ୍ପାନୀ କର୍ତ୍ତୃପକ୍ଷକୁ ବାରମ୍ବାର ଲେଖିଲା ପରେ ତାଙ୍କ ଯେଉଁ ଅବହେଳା ପାଇଁ ଆଜି କଲେକ୍ଟରଙ୍କୁ ଭେଟିକି ଆମେ ଡିମାଣ୍ଡ ଦେଇଛୁ। ଯଦି ଏ ଡିମାଣ୍ଡକୁ କଲେକ୍ଟରଙ୍କ ମାଧ୍ୟମରେ ଆମେ ଦେଇଛୁ, ଯଦି ଏର ସମାଧାନ ନ ହୁଏ, ଆଗାମୀ ଦିନରେ ବାଲେଶ୍ୱର ଅଲଏଜ୍ରେ ଶ୍ରମିକ ଆନ୍ଦୋଳନ ତେଜିବ ଏବଂ ତା ପାଇଁ ଜିଲ୍ଲା ପ୍ରଶାସନ ଏବଂ କମ୍ପାନୀ କର୍ତ୍ତୃପକ୍ଷ